ଆମର ଦେଶର ସବୁଠୁ ବଡ଼ ପଞ୍ଚାୟତ ପାର୍ଲାମେଣ୍ଟରେ ଆମର ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ବଜେଟ୍ ସତ୍ର ପୂର୍ବରୁ ଯେଉଁ ଅଭିଭାଷଣ ହେଲା ତା ବାବଦରେ ଯେଉଁ ଟୀକା ଟିପ୍ପଣୀ ବିରୋଧୀ ଦଳ ନେତା ଏବଂ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଯେଭଳି ମନ୍ତବ୍ୟ ଦେଲେ ସେ ମନ୍ତବ୍ୟ ପାଇଁ ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ତାକୁ ତୀବ୍ର ନିନ୍ଦା କରୁଛି ଏବଂ ଏ ବକ୍ତବ୍ୟ ଓଡ଼ିଶାର 4.5 କୋଟି ଲୋକଙ୍କୁ ସ୍ତମ୍ଭିତ କରିଛି ଏବଂ ସମସ୍ତେ ଚିନ୍ତିତ ଅଛନ୍ତି। ଜଣେ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ ଯେଭଳି ଭାବରେ ନିଜର ମନ୍ତବ୍ୟ ପ୍ରକାଶ କଲେ ଏଭଳି ମନ୍ତବ୍ୟ ବାବଦରେ ତାଙ୍କୁ କ୍ଷମା ପ୍ରାର୍ଥନା ସର୍ବସାଧାରଣ ଆଗରେ କରିବା ଉଚିତ। ଏ ସାମନ୍ତବାଦୀ ହ୍ୟାଙ୍ଗଓଭର କଂଗ୍ରେସ ଆଜି ମାନସିକତା ମଧ୍ୟରେ ଅଛି ଏଟା ସ୍ପଷ୍ଟ ଆଜି ହେଇଛି। 56 ବର୍ଷ ଶାସନ କଲା ପରେ କଂଗ୍ରେସ ମନରେ ଯେଉଁ ଗର୍ବ ଅହଙ୍କାର ଆଜି ବି ତାଙ୍କ ଗର୍ବ ଅହଙ୍କାର ମନରେ ଅଛି। ସାଧାରଣ ଲୋକଙ୍କୁ ମଣିଷ ଭଳି ଦେଖିବା ଦୂରର କଥା, ଭାରତର ସର୍ବମୟ ଦାୟିତ୍ୱରେ ଥିବା ରାଷ୍ଟ୍ରପତିଙ୍କ ବାବଦରେ ମଧ୍ୟ ଯେଭଳି ବ୍ୟବହାର ଆଚରଣ ପ୍ରକାଶ ସେ କଲେ ସେଥିରେ ଦେଶର ସମ୍ମାନ କ୍ଷୁର୍ଣ୍ଣ ହୋଇଛି ଏବଂ ଆମ ମର୍ୟାଦା ବାହାରକୁ ସେମାନେ ଯାଇଛନ୍ତି। ଏ ବାବଦରେ ଜନସାଧାରଣ ସମସ୍ତେ ଆଜି ଚିନ୍ତିତ ଅଛନ୍ତି। ମୁଁ ଆଶା କରିବି ବିଗତ ଦିନରେ କଂଗ୍ରେସ 56 ବର୍ଷ ଦେଶରେ ଶାସନ କରିବା ପରେ କଂଗ୍ରେସ ଦଳ ଯେଉଁଭଳି ଭାବରେ ନିରାଶ ହତାଶ ଅବସ୍ଥାରେ ଅଛି, କ୍ଷମତା ଛାଡ଼ି ମାତ୍ର 10-12 ବର୍ଷ କ୍ଷମତାରୁ ଅନ୍ତର ହେଲା ପରେ 10 ବର୍ଷ ଊର୍ଦ୍ଧ୍ୱ ସେମାନେ ଯେଭଳି ଭାବରେ ନିଜର ଆଚରଣ ବ୍ୟବହାରରେ ଧୈର୍ଯ୍ୟଚ୍ୟୁତ ହେଇଛନ୍ତି, ସେଥିରେ ତାଙ୍କୁ ଭଗବାନ ଶକ୍ତି ଦିଅନ୍ତୁ, ତାଙ୍କ ଧୈର୍ଯ୍ୟ ବଢ଼ୁ, ବିରୋଧୀ ଦଳରେ ବସିବାର ଧୈର୍ଯ୍ୟ ବଢ଼ୁ ଏବଂ ସଂସ୍କାର ଯେଉଁ ସମ୍ବିଧାନ ପ୍ରତି ଆଚରଣ ବ୍ୟବହାର ଆମ ଦାୟିତ୍ୱ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେବା, କଂଗ୍ରେସ ଦଳକୁ ଶିକ୍ଷା ଦେବା ଆଜିର ଆବଶ୍ୟକତା ଅଛି। କଂଗ୍ରେସ ତାଙ୍କର ଇଏ ମର୍ୟାଦା ଭିତରେ ରହୁ ଏ କଥାକୁ ତାଙ୍କ ଶୀର୍ଷ ନେତୃତ୍ୱ ଶିକ୍ଷା ନେବା ଉଚିତ। ଆଜି ଏଭଳି ଯେଉଁ ଘଟଣା ଘଟିଛି ନିଶ୍ଚିତ ଭାବରେ ଏହାର ପ୍ରତିବାଦ ଭାରତୀୟ ଜନତା ପାର୍ଟି କରିବ। ଜଣେ ଅନୁସୂଚିତ ଜନଜାତିର ଜଣେ ମହିଳା ସେମାନେ ଯେଉଁମାନେ ଦିନେ ରାଷ୍ଟ୍ରପତି କରିବାର ସୁଯୋଗ ଦେଇନଥିଲେ ଅନୁସୂଚିତ ଜନଜାତିକୁ, ଭାରତୀୟ ଜନତା ପାର୍ଟି ଯେଭଳି ଭାବରେ ଅନୁସୂଚିତ ଜନଜାତିର ଏବଂ ଅନୁସୂଚିତ ଜାତିର ଆମ ରାମନାଥ କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ଯେଉଁ ସ୍ଥାନରେ ମହାମହିମ ଜାଗାରେ ପହଞ୍ଚାଇଛନ୍ତି ସେଥିରେ ସେମାନେ ବୀତସ୍ପୃହ ହୋଇଛନ୍ତି ଏବଂ ଅସହିଷ୍ଣୁ ହୋଇଛନ୍ତି। ଏଭଳି ରୁଗ୍ଣ ମାନସିକତାକୁ ପରିହାର କରିବା ଉଚିତ ଏବଂ ଏକୁ ତଳ ସ୍ତର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚର୍ଚ୍ଚା ଆଲୋଚନା ହେବ। ଓଡ଼ିଶାରେ ସାଧାରଣରୁ ସାଧାରଣ ଲୋକଙ୍କ ପାଖରେ ଏ କଥାକୁ ପହଞ୍ଚାଇବ ଯେ କଂଗ୍ରେସ ଯିଏ 56 ବର୍ଷ ଯାହାକୁ ଜନସାଧାରଣ ଦାୟିତ୍ୱ ଦେଇଥିଲେ ସେମାନେ ଦାୟିତ୍ୱହୀନ ମନ୍ତବ୍ୟ ଏବଂ ସେମାନଙ୍କର ସମ୍ବିଧାନ ପ୍ରତି ଯେଉଁ ଅସମ୍ମାନ ଏବଂ ଯେଉଁ ମର୍ୟାଦାହୀନ ମନ୍ତବ୍ୟ ଏକୁ ନିଶ୍ଚିତ ଭାବରେ ତାଙ୍କ ସଂସ୍କାରରେ କେଉଁଠି ବିଚ୍ୟୁତି ହେଇଛି ସେ ବିଷୟରେ ସମସ୍ତେ ଚିନ୍ତା ଆଲୋଚନା ଏବଂ ଏ କଥାକୁ ଚର୍ଚ୍ଚା ଆଲୋଚନା ପରିସରଭୁକ୍ତ ହେବ। ଏ ବାବଦରେ ଆମେ ଯେତେ ନିନ୍ଦା କଲେ କମ୍ ହେବ, ଯେତେ ପ୍ରତିବାଦ କଲେ କମ୍ ହେବ ଏବଂ
ସେମାନଙ୍କୁ ଜଗନ୍ନାଥ ସଦ୍ବୁଦ୍ଧି ଦିଅନ୍ତୁ ଏବଂ ସେମାନେ ଭବିଷ୍ୟତରେ ଏଭଳି ମନ୍ତବ୍ୟରୁ ନିବୃତ୍ତ ରହନ୍ତୁ ଏତିକି ଆମେ ଆଶା କରିବୁ ଏବଂ ଅପେକ୍ଷା ରଖିବୁ ଜଣେ ଦାୟିତ୍ୱବାନ ବିରୋଧୀ ଦଳ ଯେ ଭାରତବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନେ ବ୍ୟବସ୍ଥାକୁ ବିଶ୍ୱାସ କରିବା ଉଚିତ ବ୍ୟକ୍ତି ବିଷୟରେ ଚର୍ଚ୍ଚା ଆଲୋଚନା କରିବା ପୂର୍ବରୁ ବ୍ୟବସ୍ଥାକୁ ସମ୍ମାନ ଦେବା ଉଚିତ ବ୍ୟବସ୍ଥା ଭିତରେ ରହି କାର୍ଯ୍ୟ କରିବା ଉଚିତ ଇଏ ଆମର 75 ବର୍ଷ ସ୍ୱାଧୀନତା ପରେ ଆମେ ଏଭଳି ପରାମର୍ଶ ଦେବା ଉଚିତ ହେବ ନାହିଁ ସେମାନଙ୍କୁ ଯେଉଁମାନେ ଗଣତନ୍ତ୍ର ରକ୍ଷା ପାଇଁ ଡିଣ୍ଡିମ ପିଟୁଛନ୍ତି ବିଗତ ଦିନରେ ଯେଉଁମାନେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି ଆଲୋଚନା କରିବି ନାହିଁ ଯେଉଁମାନେ ଜରୁରୀକାଳୀନ ପରେ ଜାରି କରି ଲକ୍ଷ ଲୋକଙ୍କୁ ଜେଲରେ ପୁରେଇ ପାରନ୍ତି ଯେଉଁମାନେ ହତ୍ୟା କରିପାରନ୍ତି ନିଜେ କ୍ଷମତା ରହିବା ପାଇଁ ସବୁ କଥା ଭୁଲି ଯାଆନ୍ତି ସେମାନଙ୍କୁ ଲୋକ ଉଚିତ ଶାସ୍ତି ଦେଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଲୋକମାନେ ତାଙ୍କୁ ଉଚିତ ଶାସ୍ତି ଦେବେ ଅଧିକ ଆଲୋଚନା ଉଚିତ ନୁହେଁ ସେମାନେ ନିଜକୁ ସମୀକ୍ଷା କରନ୍ତୁ ଏବଂ ତାଙ୍କୁ ସଦ୍ବୁଦ୍ଧି ପୁଣି ଥରେ ଜଗନ୍ନାଥ ଦିଅନ୍ତୁ ଏତିକି ମୁଁ ଆଶା ବିଶ୍ୱାସ କରିବି ସମସ୍ତଙ୍କୁ ନମସ୍କାର।